ଓଡ଼ିଆ ବ୍ୟାକରଣର ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟପିକ୍ ଯାହାର ନାଁ ହେଲା ପଦ ପ୍ରକରଣ, ଯେଉଁଥିରେ ବାରମ୍ବାର ବ୍ୟବହାର ହେଉଥିବା ଶବ୍ଦ ଯଥା ଶବ୍ଦ, ପଦ, ପ୍ରାତିପଦିକ, ପ୍ରକୃତି ଓ ପ୍ରତ୍ୟୟ, ଏହି କଠିନ ଶବ୍ଦ ଯେଉଁଗୁଡ଼ାକ ବୁଝିବା ପାଇଁ ଆମକୁ ବହୁତ କଠିନ ଲାଗେ, ଏହି ଶବ୍ଦଗୁଡ଼ିକ ବିଷୟରେ ଆଜି ଆମେ ଜାଣିବା। ଏ ଶବ୍ଦର ଅର୍ଥ ବିଷୟରେ ଜାଣିବା ଆଉ ତା'ର ବ୍ୟବହାର ଯଦି ଥିବ ତାକୁ ବି ମଧ୍ୟ ଆମେ ଜାଣିବା। ଠିକ୍ ଅଛି, ତ ଡେରି ନକରି ଷ୍ଟାର୍ଟ କରିବା ଆଜିର ଭିଡ଼ିଓକୁ। ଆଜିର ଭିଡ଼ିଓର ଟାଇଟଲ୍ ହେଉଛି ପଦ ପ୍ରକରଣ। ଏ ଚାପ୍ଟରର ନାଁ ହେଉଛି ପଦ ପ୍ରକରଣ। ମୁଁ ସୂର୍ଯ୍ୟକାନ୍ତ ସ୍ୱାଗତ କରୁଛି ଆପଣମାନଙ୍କୁ ଓଡ଼ିଆ କମ୍ପିଟେଟିଭ୍ ଗାଇଡ଼କୁ। ଦେଖିବା ପଦ ପ୍ରକରଣ କ'ଣ ବା ପଦ ପ୍ରକରଣରେ ଆମେ କ'ଣ କ'ଣ ଦେଖିବା। ତା ପଦ ପ୍ରକରଣ କହିଲା ମାତ୍ରକେ ଏଇ ଯେଉଁ ଚାପ୍ଟରରେ ଆମକୁ ପ୍ରଥମେ ଶବ୍ଦ କ'ଣ ବୁଝିବାକୁ ପଡ଼ିବ, ପଦ କ'ଣ ବୁଝିବାକୁ ପଡ଼ିବ, ପ୍ରାତିପଦିକ କ'ଣ ତାକୁ ବୁଝିବାକୁ ପଡ଼ିବ, ତା ସହିତ ପ୍ରକୃତି ଆଉ ପ୍ରତ୍ୟୟକୁ ମଧ୍ୟ ବୁଝିବାକୁ ପଡ଼ିବ। ଠିକ୍ ଅଛି, ତ ପ୍ରଥମେ ଆରମ୍ଭ କରିବା ଷ୍ଟାର୍ଟିଂ ଫ୍ରମ୍ ଶବ୍ଦ। ଶବ୍ଦ କାହାକୁ କୁହାଯାଏ? ତୁମେ ପ୍ରଥମ କ୍ଲାସ୍ରେ ଭଲସେ ବୁଝିଛ ଯେ ଶବ୍ଦ ହେଉଛି କ'ଣ ନା ଏକ ବା ଏକାଧିକ ବର୍ଣ୍ଣ ଯଦି ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କଲେ ତାକୁ ଆମେ କ'ଣ କହୁଥିଲେ? ଶବ୍ଦ ବୋଲି କହୁଥିଲେ। ବୁଝିପାରିଲ? ତାହେଲେ କେତେ ଗୁଡ଼ିଏ ବର୍ଣ୍ଣ ମିଶି ଯଦି ଅର୍ଥ ପ୍ରକାଶ କରୁଛନ୍ତି ତାକୁ ଆମେ କ'ଣ କହିବା ନା ତାକୁ ଆମେ ଶବ୍ଦ ବୋଲି କହିବା। କ'ଣ ବୋଲି କହିବା? ନା ଶବ୍ଦ ବୋଲି କହିବା। ତାହେଲେ ମୁଁ କ'ଣ କହିଲି ନା ମୁଁ କହିଲି ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କ'ଣ କରିବେ ନା ଯଦି କୌଣସି ଅର୍ଥ ପ୍ରକାଶ କଲେ ତେବେ ତାହାକୁ ଆମେ କ'ଣ କହିବା? ଶବ୍ଦ ବୋଲି କହିବା। ଯେମିତି ହେଲା ଖଟ। ଖଟ କହିଲେ ତୁମେ ଜାଣିପାରୁଛ କାଠରେ ତିଆରି ହୋଇଥିବ କିମ୍ବା ଲୁହାରେ କିମ୍ବା କୋଉଥିରେ ତିଆରି ହୋଇଥିବ ଖଟ। ଖଟ ଜାଣିପାରୁଛ ଯେଉଁଟା ଆମେ ଶୋଇବା ପାଇଁ ବ୍ୟବହାର କରୁଛୁ। ତୁମେ ବୁଝିପାରୁଛ। କବାଟ କହିଲା ମାତ୍ରେ ତୁମେ ଜାଣିପାରୁଛ ଏଇଟା ହେଉଛି କବାଟ। ଇଟ୍ ମିନ୍ସ ତୁମେ ତା'ର ଅର୍ଥକୁ ବୁଝିପାରୁଛ। ବୁଝିପାରିଲ? ତାହେଲେ କେତେ ଗୁଡ଼ିଏ ବର୍ଣ୍ଣ ଏଥିରେ ମିଶିକି ଅଛି। ଖଟରେ ଖ ଆଉ ଟ ମିଶିକିନା ଅଛି। କବାଟରେ କ ବା ଟ ଏଗୁଡ଼ା ସବୁ ବର୍ଣ୍ଣ ମିଶିକିନା ଅଛି। ବୁଝିପାରିଲ ପିଲେ? ତ ଖଟ ହଉ କବାଟ ହଉ ଏଗୁଡ଼ିକ କେତେ ଗୁଡ଼ିଏ ବର୍ଣ୍ଣର ସମଷ୍ଟିରେ ତିଆରି ହୋଇଛି ହେଲା। ଆଉ ତା'ର ନିର୍ଦ୍ଦିଷ୍ଟ ଅର୍ଥ ବି ଅଛି। ସେଥିପାଇଁ ଆମେ ୟାକୁ କ'ଣ କହୁଛେ? ୟାକୁ ଆମେ କ'ଣ କହୁଛେ? ଶବ୍ଦ ବୋଲି କହିଲେ। ବୁଝିପାରିଲ? ଏ ଶବ୍ଦର ଆଉ ଗୋଟେ ନାଁ ହେଉଛି ପ୍ରାତିପଦିକ। ବୁଝିପାରିଲ? ତାହେଲେ ଆମେ ପ୍ରଥମେ ଯେଉଁ ଉପର ଲାଇନରେ ଦେଖିଲେ ଶବ୍ଦ, ତାହେଲେ ଶବ୍ଦର ଅନ୍ୟ ନାମ ହେଉଛି କ'ଣ? ପ୍ରାତିପଦିକ। ବୁଝିପାରିଲ? ଶବ୍ଦ ଆଉ ପ୍ରାତିପଦିକ କ'ଣ? ଦେଖ ପିଲେ ମୁଁ ଏଠି ତୁମକୁ କହିଦେଉଛି। ତାହେଲେ ଶବ୍ଦର ଅନ୍ୟ ନାମ ହେଉଛି ପିଲେ କ'ଣ? ଶବ୍ଦର ଅନ୍ୟ ନାମ ହେଉଛି ପ୍ରାତିପଦିକ। ଶବ୍ଦର ଅନ୍ୟ ନାମ ହେଉଛି ପ୍ରାତିପଦିକ। ପ୍ରଥମ ଜିନିଷ ମନେ ରଖ, ପ୍ରାତିପଦିକ ହେଲା। ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହାର ହେବ, ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହାର ହେଲା ତାକୁ ଆମେ କ'ଣ କହିବା ନା ତାକୁ ଆମେ ପଦ କହିବା। କ'ଣ କହିବା? ତାକୁ ଆମେ ପଦ କହିବା। କେମିତି ନା ଧରାଯାଉ ମୁଁ କହିଲି ରାମ ଗୋଟିଏ ଭଲ ପିଲା। ରାମ ଗୋଟିଏ ଭଲ ପିଲା। ତାହେଲେ ଏଇଟା ଗୋଟେ ଆମର କ'ଣ ନା ଏଇଟା ଗୋଟେ ବାକ୍ୟ। ଏଇ ଫାଷ୍ଟରୁ ଆରମ୍ଭ କରି ଲାଷ୍ଟ ପର୍ଯ୍ୟନ୍ତ ଇଏ ଆମର ଗୋଟେ ବାକ୍ୟ। ଏ ବାକ୍ୟରେ ରାମ ହେଉଛି ଗୋଟେ ଶବ୍ଦ। ରାମ ହେଉଛି ପିଲା ଏଇଟା କ'ଣ ନା ରାମ ହେଉଛି ଗୋଟେ ଶବ୍ଦ। ରାମ ଗୋଟିଏ ଶବ୍ଦ, ଗୋଟିଏ ଶବ୍ଦ, ଭଲ ବି ଗୋଟିଏ ଶବ୍ଦ ଆଉ ପିଲା ବି ଗୋଟିଏ ଶବ୍ଦ। ତାହେଲେ ଏଠି ଚାରୋଟି ଶବ୍ଦ ଅଛି। କିନ୍ତୁ ଥରେ ବାକ୍ୟରେ ବ୍ୟବହାର ହେଲା ପରେ ରାମକୁ ଆମେ ଶବ୍ଦ ନ କହି କ'ଣ କହିବା? ଇଏ ଗୋଟିଏ ପଦ, ଇଏ ହେଲା ଦ୍ୱିତୀୟ ପଦ, ଇଏ ହେଲା ତୃତୀୟ ପଦ, ଇଏ ହେଲା ଆମର ଚତୁର୍ଥ ପଦ। ତାହେଲେ ଏଇ ପଦ ଗୁଡ଼ିକୁ ନେଇକିନା ତାମାନେ କେତେ ଗୁଡ଼ିଏ ପଦକୁ ନେଇକିନା ଆମର କ'ଣ ହୋଇଛି ନା ବାକ୍ୟ ଗଠନ ହେଉଛି। ଜାଣିପାରିଲ ପିଲେ କ'ଣ ନା ଶବ୍ଦ ପ୍ରଥମେ କ'ଣ କହିଲି ବୁଝେଇଲି ତୁମକୁ ନା ଶବ୍ଦ ବୁଝେଇଲି। ଶବ୍ଦର ଅନ୍ୟ ନାମ ହେଲା କ'ଣ? ଶବ୍ଦର ଅନ୍ୟ ନାମ ହେଲା ପ୍ରାତିପଦିକ। ଶବ୍ଦର ଅନ୍ୟ ନାମ କହିଲି ପ୍ରାତିପଦିକ। ମୋ ସହିତ 5 ଥର କୁହ, ଶବ୍ଦର ଅନ୍ୟ ନାମ ପ୍ରାତିପଦିକ। ଶବ୍ଦର ଅନ୍ୟ ନାମ ପ୍ରାତିପଦିକ। କୁହ, ଲାଉଡଲି କୁହ। ମୁଁ ତୁମକୁ କହିଛି ନା ସିରିଜ୍ କମ୍ପ୍ଲିଟ୍ କରିବାର ଅଛି, ଭିଡ଼ିଓ ଦେଖିବାର ଅଛି, ଦେନ୍ ତୁମେ ମୋ ସହିତ ଲାଉଡଲି କୁହ। ବୁଝିପାରିଲ? ମୋ କଥା ମାନ। ଶବ୍ଦର ଅନ୍ୟ ନାମ ହେଉଛି ପ୍ରାତିପଦିକ। ଶବ୍ଦର ଅନ୍ୟ ନାମ ପ୍ରାତିପଦିକ। ଶବ୍ଦର ଅନ୍ୟ ନାମ ପ୍ରାତିପଦିକ। ଗୁଡ୍ ହେଲା। ତାପରେ ମୁଁ କହିଲି ଶବ୍ଦ, ଏଇ ଯେଉଁ ଶବ୍ଦ ବିଷୟରେ କହିଲି, ଶବ୍ଦଟା ଯେତେବେଳେ ବାକ୍ୟରେ ବ୍ୟବହାର ହେବ, ଏ ଶବ୍ଦ ଯେତେବେଳେ କେଉଁଥିରେ ବ୍ୟବହାର ହେବ? ବାକ୍ୟରେ ବ୍ୟବହାର ହେଲେ। ଶବ୍ଦ ବାକ୍ୟରେ ବ୍ୟବହାର ହେଲେ, ମୁଁ ଏଟାକୁ କ୍ଲିୟର କରିଦେଉଛି ପିଲେ। ଶବ୍ଦ କେଉଁଥିରେ ବ୍ୟବହାର ହେଲେ? ବାକ୍ୟରେ ବ୍ୟବହାର ହେଲେ। ଶବ୍ଦ ବାକ୍ୟରେ ବ୍ୟବହାର ହେଲେ ତାକୁ ଆମେ କ'ଣ କହିବା? ପଦ। ଶବ୍ଦ ବାକ୍ୟରେ ବ୍ୟବହାର ହେଲେ କ'ଣ କହିବା? ପଦ କହିବା। ଶବ୍ଦ ବାକ୍ୟରେ ବ୍ୟବହାର ହେଲେ କ'ଣ କହିବା? ପଦ କହିବା। ଶବ୍ଦ ମୋ ସହିତ କୁହ, ମୋ ସହିତ ଲାଉଡଲି ମିଶିକି କହିବା ଆମେ ହେଲା। ଶବ୍ଦ ବାକ୍ୟରେ ବ୍ୟବହାର ହେଲେ କ'ଣ କହିବା? ପଦ ବୋଲି କହିବା। ଶବ୍ଦ ବାକ୍ୟରେ ବ୍ୟବହାର ହେଲେ ପଦ। ଶବ୍ଦ ବାକ୍ୟରେ ବ୍ୟବହାର ହେଲେ ପଦ। ଆଉ ଥରେ ମୋ ସହିତ ଲାଷ୍ଟ ଥର, ଶବ୍ଦ ବାକ୍ୟରେ ବ୍ୟବହାର ହେଲେ ପଦ। ଆଶା କରୁଛି ତୁମେ ଜାଣିସାରିଲଣି ବର୍ତ୍ତମାନ ନା ଶବ୍ଦ କାହାକୁ କୁହାଯାଏ, ପ୍ରାତିପଦିକ କାହାକୁ କୁହାଯାଏ, ଆଉ ପଦ କାହାକୁ କୁହାଯାଏ। ତାହେଲେ ଶବ୍ଦ ବାକ୍ୟରେ ବ୍ୟବହାର ହେଲେ ତାକୁ ପଦ କହିବା। ଶବ୍ଦର ଅନ୍ୟ ନାମ ହେଲା ପ୍ରାତିପଦିକ। ଗୁଡ୍। ତ ବର୍ତ୍ତମାନ ତୁମେ ଏହା ହିଁ ଲେଖା ହେଇଛି, ଦେଖ ଆଉ କିଛି ଲେଖା ହେଇନି।
ताले एडी पद देख कौन कहुई पद कहला कौन ना शब्द वाक्य व्यवहार हेले ताको आमे पद कहबा जेमती बही टेबुल उपर थुआ हेची एठी बही हैला गोटे पद टेबुल गोटे पद ऊपर गोटे पद थुआ गोटे पद आ होईछि गोटे पद पद ए पद को आमे कोन कहूजे जोटा शब्द बोली कहूजे वाक्य व्यवहार हो जाई सेति पई ताको शब्द न कहि आमे पद बोली कहूजे आई होप तमे बुझी पारी थिबो। वर्तमान देखिबा प्रकृति विषय रे कोन प्रकृति काहाकू कहा जाय प्रकृति कोन बोले देखो से कहूजी जो शब्द गुड़िक हैला जो शब्द गुड़िक काहाकू प्रकाश करिवो जाति गुण क्रिया हैला किंबा वस्तु को प्रकाश करूची ताकू आमे कोन कहबा प्रकृति बोली कहबा। देखो आउ थर तुमको बुझी दउची फास्ट शब्द कहली शब्दकर अन्य नाम शब्दर अन्य नाम कौन शब्दर अन्य नाम ना शब्दर अन्य नाम होची पिले शब्दर अन्य नाम होची प्रातिपदिक तुम कहो बार बार रिपीट मारुचंदी सर बार बार रिपीट तुम पे मारुची ताले शब्द कौन कहली ना वाक्य व्यवहार हेले वाक्य व्यवहार हेले ताकू आमे कौन कहले ना ताकू आमे कहले पद कहले अक्षर भल ना तुम एडजस्ट कर दायित्व तुमर है तापर कहले बुझिपाल ताले शब्द रो अन्य नाम है प्रातिपदिक शब्द वाक्य व्यवहार है ताकू कहले पद ये जो शब्दटा जदि को प्रकार शब्द होइथिबो ना ये शब्दटा जदि वस्तु किंबा जाति किंबा गुण किंबा क्रिया वस्तु जाति गुण क्रिया याकू प्रकाश करुथिबा शब्द वस्तु जाति गुण क्रिया वस्तु जाति गुण क्रिया मो सहित कह वस्तु जाति गुण क्रिया वस्तु जाति गुण क्रिया गुड है ताले वस्तु जाति गुण क्रिया बुझाउथिबा शब्द को आमे कौन कहिबा प्रकृति कहिबा कौन कहिबा प्रकृति बुझी पारल पिले आई होप तमे भलसे बुझी पारथिबो ठीक अच्छी मो काम पिले तुमको भलसे बुझेबा तुम काम होची बुझीबा किए कौन पढ़ाऊँ आई डोंट केयर मुझे जानापी चाहूनी मोठू तुम जब पढ़ु ताले छोट छोट फंडामेंटाल जिनस भी तुम क्लीयर हबार अच्छी ना ओडिया केबे भी 20 रु 20 आसीबो नाही किंबा फुल मार्क आसीबोनी बा 15 रु 15 मार्क आसी पारिबो नाही क्लीयर है कि वन्स गोटे जगार पढ़ भल से पढ़ सीरीज रे कंप्लीट कर देन देखिबो जति तुम इम्प्रूव न होउची है देन तुम कमेंट करिपारिबो बा किछि भी कहि पारिबो तुम मन को जहाँ आसु तुम कहि पारिबो है पूरा फ्रीली ठीक अच्छे बुझीपाल पे कौन कहली मुझे आउ थे रिपीट पे कर दूसरी है मुझे गोटे नौ कलर से तुमको भलसे बुझे दूसरी ताले प्रथम आमर इंपोर्टाट वार्ड आसला शब्द मु कहली जे मो सहित भलसे शुणा केयरफुल टिके शब्दर अन्य नाम है प्रातिपदिक ए नील जो गारडा रहा सबुज ग्रीन गारडा रहा या देख मु कौन कहली शब्दर अन्य नाम है प्रातिपदिक मो सहित कह शब्दर अन्य नाम है प्रातिपदिक शब्दर अन्य नाम है प्रातिपदिक शब्द जदि वाक्य व्यवहार है शब्द जदि वाक्य व्यवहार है मु कौन कहूँ मो सहित कह शब्द वाक्य व्यवहार हेले आउ थे शब्द वाक्य व्यवहार हेले आउ थे शब्द वाक्य व्यवहार हेले ताकू आमे कौन कहबा पद ताकू कौन कहबा पद शब्द वाक्य व्यवहार हेले कौन कहबा पद कहबा मो सहित कह शब्द वाक्य व्यवहार हेले पद कहबा शब्द वाक्य व्यवहार हेले पद कहबा शब्द वाक्य व्यवहार हेले पद कहबा क्लीयर है कि आउ गोटे जिनस जति शब्द कौन ना वस्तु जाति गुण क्रिया चारिटा वस्तु जाति गुण क्रिया मो सहित कह वस्तु जाति गुण क्रिया वस्तु जाति गुण क्रिया जदि कौनसी शब्द कौन करुची ना वस्तु किंबा जाति किंबा गुण किंबा क्रिया को बुझाऊँगी तेबे आमे ताकू कौन कहबा प्रकृति बोली कहबा कौन कहबा प्रकृति बोली कहबा बुझीपाल पिले जदि गोटे वस्तु जाति गुण किंबा क्रिया प्रकाश करुची गोटे शब्द तेबे ताकू आमे कौन कहबा प्रकृति बोली कहबा आई होप तमे भलसे बुझी सारी वर्तमान स्क्रीन ऊपर देख ताले राम राम हूँ गोटे पिले कौन ना राम हूँ गोटे मनीषर ना सुंदर हूँ गोटे गुणर ना गमन गोटे क्रियार ना नर हूँ गोटे जाति नर सब प्रकार जापे गाय भी गोटे जाति किंतु बौला कहला मात्रे कौन हम ना गोटे स्पेशल गोटे गाय को जनागला बुझीपाल तो जाति कहला मात्रे गाय नर एगुड़ाक जी है सुंदर जापार गोटे गुण गमन हूँ गोटे क्रिया ताले एगुड़ाक सब गोटे गोटे ना प्रकृतिर उदाहरण आई होप तुम भलसे बुझी सारी बर्तमान देखा प्रत्यय कौन पिले से कहूँ शब्द किंबा धातुर परे
ଯେଉଁ ଅଂଶ ସଂଯୁକ୍ତ ହୋଇ ଗୋଟିଏ ପଦ ଗଠିତ ହୁଏ ସେହି ଅଂଶକୁ ପ୍ରତ୍ୟୟ କୁହାଯାଏ। ମୁଁ କ'ଣ କହିଲି, କୌଣସି ଯଦି ଗୋଟେ ଶବ୍ଦ ଅଛି, ଶବ୍ଦ କିମ୍ବା ଧାତୁ, ଶବ୍ଦ ଓ ଧାତୁର ପରେ ଯେଉଁ ଅଂଶଟା ସଂଯୁକ୍ତ ହେଲା, ଧର ଏଇ ଜିନିଷଟା ମିଶିଲା, ଏଇଟା ମିଶିବା ପରେ କ'ଣ ହେଉଛି, ଗୋଟେ ନୂଆ ପଦ ଗଠନ ହେଉଛି, ତାହେଲେ ଏଇ ଯେଉଁ ଅଂଶଟା ମିଶିଲା ୟାକୁ ଆମେ କ'ଣ କହିବା ନା ପ୍ରତ୍ୟୟ ବୋଲି କହିବା। କ'ଣ କହିଲି, ପ୍ରତ୍ୟୟ ବୋଲି କହିବା। ବୁଝିପାରିଲ କ'ଣ କହିଲି? ତମେ କହିବ ମୁଁ ବୁଝିପାରିଲିନି। ବସ ଏଇଠି ଦେଖ, ଭଲସେ ଦେଖ ହେଲା, ପ୍ରତ୍ୟୟ କ'ଣ କହୁଛି ପିଲେ। ଧରାଯାଉ ଏଇଠି ମୁଁ କ'ଣ କଲି, ରାମକୁ, ଏଇ ପଦଟାକୁ ଦେଖ ଭଲସେ, ରାମକୁ ପ୍ରତ୍ୟୟ କ'ଣ ଭଲସେ ବୁଝ ହେଲା। ରାମକୁରେ କ'ଣ କଲି, ରାମ ସହିତ କୁ ଲଗେଇଲି। କ'ଣ ଲଗେଇଲି? କୁ ଲଗେଇଲି। ତାପରେ ଦେଖ ଏଇଠି ଗୋଟେ ୱାର୍ଡ଼ ଅଛି ନଦୀରେ, ନଦୀରେ ଶବ୍ଦରେ ମୁଁ ରେ ଲଗେଇଲି। ତାହେଲେ ଶବ୍ଦ ସହିତ ମୁଁ କ'ଣ କଲି, ରେ ଲଗେଇଲି। ଏ ରେ ହେଉଛି ପ୍ରତ୍ୟୟ। ବିଦ୍ୟାଳୟ, ବିଦ୍ୟାଳୟରେ ମୁଁ କ'ଣ କଲି, ରୁ ଲଗେଇଲି। ଏ ରୁ ହେଉଛି ପିଲେ ପ୍ରତ୍ୟୟ। ବିଦ୍ୟାଳୟ ରୁ ମିଶିଲା ପରେ କ'ଣ ହେଲା ନା ବିଦ୍ୟାଳୟରୁ। ହିନ୍ଦୀ ନଦୀ ସହିତ ରେ ମିଶିଲା ଯେ କ'ଣ ହେଲା, ନଦୀରେ। ମୁଁ କହିଲି ନା ଗୋଟେ ନୂଆ ପଦ ଗଠନ ହେବ, ତାହେଲେ ନଦୀ ସହିତ କ'ଣ ମିଶିଲା, ରେ ମିଶିଲା ଯେ ନଦୀରେ ହେଲା। ରାମ ସହିତ କୁ ମିଶିଲା ଯେ ରାମକୁ ହେଲା। ବୁଝିପାରିଲ କ'ଣ କହିଲି? ତାହେଲେ ରାମ ସହିତ, ଏଇଠି ଦେଖ, ରାମ ସହିତ କିଏ ମିଶିଲା, ରାମ ସହିତ କୁ ମିଶିଲା। ତାହେଲେ ରାମ ସହିତ କୁ ମିଶିକିନା ଗୋଟେ ନୂଆ ପଦ ତିଆରି ହେଲା ରାମକୁ। ତେଣୁ ଏଇ କୁଟା ହେଉଛି ପିଲେ ଗୋଟେ ପ୍ରତ୍ୟୟ। ବୁଝିପାରିଲ ପିଲେ? ହେଲା, ଦେଖ ଏଇଟା ଆମର କେଉଁ ପ୍ରତ୍ୟୟ ନା ବିଭକ୍ତି ପ୍ରତ୍ୟୟ। ଦେଖ ପ୍ରତ୍ୟୟ ହେଉଛି ଆମର ପିଲେ କେତେ ପ୍ରକାର ନା 5 ପ୍ରକାରର। କେତେ ପ୍ରକାରର? 5 ପ୍ରକାରର। ଏଇଠି ଲେଖିଦେଉଛି ପିଲେ, ପ୍ରତ୍ୟୟ ହେଉଛି ଆମର 5 ପ୍ରକାରର। ପ୍ରଥମଟା ହେଉଛି କ'ଣ ନା ବିଭକ୍ତି ପ୍ରତ୍ୟୟ, ଦ୍ୱିତୀୟଟା ହେଲା କୃତ୍ ପ୍ରତ୍ୟୟ, ତୃତୀୟଟା ହେଲା ତଦ୍ଧିତ ପ୍ରତ୍ୟୟ, ଚତୁର୍ଥଟା ହେଲା ସ୍ତ୍ରୀ ପ୍ରତ୍ୟୟ, ଆଉ ପଞ୍ଚମଟା ହେଲା କ'ଣ ଧାତୁ ବୟବ ପ୍ରତ୍ୟୟ। ତୁମେ ବେଶୀ କିଛି ମନେ ରଖିବା ଦରକାର ନାହିଁ, କାରଣ ଏଥିରେ ବେଶୀ କୋଶ୍ଚିନ୍ ଆସେନି ପିଲେ। ବାସ୍ ପ୍ରତ୍ୟୟ ତୁମେ ଜାଣିବା ଦରକାର ଯେ କେଉଁଟା ପ୍ରତ୍ୟୟ କୁହାଯାଏ। ହେଲା, ଯଦି ତୁମେ ଚାହିଁବ ତାହେଲେ ଆଉ ଟିକେ ଡିଟେଲ୍ସରେ ବି ଆମେ ଯାଇପାରିବା। ଯେମିତି ଆମେ ଏବେ ଯେଉଁ ଆଲୋଚନା କରୁଥିଲେ କୁ, ରେ, ରୁ, ଏଗୁଡ଼ିକୁ ଆମେ କ'ଣ କହିବା, ବିଭକ୍ତି ପ୍ରତ୍ୟୟ ବୋଲି କହିବା। ତୁମେ କହିବ ବିଭକ୍ତି କ'ଣ ନା ବିଭକ୍ତି ଆଉ କ'ଣ ନା ବିଭକ୍ତି ଆମର କେତେ ପ୍ରକାର ଅଛି ନା 7 ପ୍ରକାର ଅଛି। ବିଭକ୍ତି ଅଛି 7 ପ୍ରକାର। ତୁମେ କହିବ ଏଗୁଡ଼ା ସବୁ କ'ଣ କହୁଛ, ମୁଁ ତ କିଛି ବୁଝି ବି ପାରୁନି। ତାହେଲେ ଯେତେବେଳେ ଆମେ ବିଭକ୍ତି ପଢ଼ିବା ସେତେବେଳେ ତୁମେ ଏ ଜିନିଷ ଗୁଡ଼ା ବୁଝିପାରିବ। ବୁଝିପାରିଲ? ତ ଏବେ କେବଳ ମନେ ରଖ 5 ପ୍ରକାର ଆମର କ'ଣ ଅଛି ନା ପ୍ରତ୍ୟୟ ଅଛି। ଗୋଟେ ହେଲା ବିଭକ୍ତି ପ୍ରତ୍ୟୟ, ଯାହାର ଉଦାହରଣ ହେଉଛି ଏଗୁଡ଼ିକ। କୃତ୍ ପ୍ରତ୍ୟୟ, ଧାତୁ ସହିତ ଯଦି ପ୍ରତ୍ୟୟ ଲାଗିଲା ତାକୁ ଆମେ କୃତ୍ ପ୍ରତ୍ୟୟ ବୋଲି କହିବା। ଧାତୁ କହିଲା ମାତ୍ରେ ପୁଣି କ'ଣ ନା ଗୋଟେ ମୂଳ, ଗୋଟେ କାମର କାର୍ଯ୍ୟର ମୂଳକୁ ଧାତୁ କୁହାଯାଏ। କାର୍ଯ୍ୟର ମୂଳ, ଗୋଟେ କାର୍ଯ୍ୟର ମୂଳଟା ଆମର ଧର ଯିବା, ଯିବାଟା ହେଉଛି, ଯିବା ଧାତୁ ହେଉଛି କ'ଣ ଗମ୍ ଧାତୁ। ଦେଖ ଗମ୍ ଧାତୁରୁ କ'ଣ ହେଇଛି, ଯିବା ବା ଗମନ କରିବା। ଗମନ କରିବା ଶବ୍ଦର ମୂଳ ଧାତୁରା ମୁଁ କହିଛି ନା କାର୍ଯ୍ୟର ମୂଳ ରୂପ, ମୂଳ ରୂପଟା ହେଉଛି ଗମ୍। ତେଣୁ ଗମ୍ଟା ହେଉଛି ଗୋଟେ ଧାତୁ, ଧାତୁ ସହିତ ଯେଉଁ ପ୍ରତ୍ୟୟ, ଏଠି ତବ୍ୟ ହେଉଛି ଗୋଟେ ପ୍ରତ୍ୟୟ। ତ ଧାତୁ ସହିତ ପ୍ରତ୍ୟୟ ଲାଗିକିନା ଗନ୍ତବ୍ୟ ତିଆରି ହେଲା ନୂଆ ପଦ। ତେଣୁ ଏଠି ଯେଉଁ ପ୍ରତ୍ୟୟ ଲାଗିକିନା ହେଲା ୟାକୁ ଆମେ କହୁଛେ କ'ଣ କୃତ୍ ପ୍ରତ୍ୟୟ। କାର୍ଯ୍ୟଟା ହେଉଛି, ସେଥିପାଇଁ କାର୍ଯ୍ୟ ଯେହେତୁ ହେଉଛି ସେଇଟା ହେଉଛି କ୍ରୁ, କ୍ରୁ ମାନେ କାର୍ଯ୍ୟ, କୃତ୍। ଏଠି ଲାଗିଛି କୃତ୍ ପ୍ରତ୍ୟୟ, ଅର୍ଥାତ୍ ଧାତୁ ସହିତ ପ୍ରତ୍ୟୟ ଲାଗିଲେ ଇଏ କ'ଣ ହେବ, କୃତ୍ ହେବ। ତୁମେ କହିବ ଧାତୁ ସହିତ ପ୍ରତ୍ୟୟ ଲାଗୁଛି, ଠିକ୍ ଅଛି। ଧାତୁ ସହିତ ଯଦି ପ୍ରତ୍ୟୟ ଲାଗୁଛି ଇଏ ଆମର କ'ଣ ହେଉଛି, କୃତ୍ ପ୍ରତ୍ୟୟ ହେଉଛି। କିନ୍ତୁ ଯଦି ଶବ୍ଦ ସହିତ ପ୍ରତ୍ୟୟ ଲାଗିଲା, ଶବ୍ଦ ସହିତ ଦେଖ, ଧାତୁ ସହିତ ଆମର କ'ଣ ହେଲା ନା ଆଗମ ତ, ଆଗତ। ବୁଝିପାରିଲ? କ୍ରୁ ଧାତୁ ସହିତ ତବ୍ୟ ପ୍ରତ୍ୟୟ ଲାଗିଲା କର୍ତ୍ତବ୍ୟ। କ୍ରୁଟା ହେଉଛି ଆମର କ'ଣ କରିବା, କରିବାର ଆମର ଧାତୁ, କରିବା ହେଉଛି ଗୋଟେ ଶବ୍ଦ, ତାର ମୂଳ ରୂପଟା ହେଉଛି କ'ଣ ନା କ୍ରୁ। କ୍ରୁ ଧାତୁରୁ କରିବା ଶବ୍ଦଟା ଆସିଛି। ହେଲା, ତ ଧାତୁର ମୂଳ ଗୁଡ଼ାକୁ ଆମେ କ'ଣ କହିଲେ, କ୍ରିୟାର ମୂଳ ରୂପକୁ ଆମେ କ'ଣ କହୁଛେ, ଧାତୁ ବୋଲି କହୁଛେ। ବୁଝିପାରିଲ? ତ ଯେତେବେଳେ ଆମେ ପଢ଼ିବା ଧାତୁ ସେତେବେଳେ ଆମେ ଜାଣିବା ଆଗକୁ। ହେଲା, କ୍ରିୟାର ମୂଳ ରୂପକୁ କ'ଣ କୁହାଯାଏ, ଧାତୁ ବୋଲି କୁହାଯାଏ। ତ କ୍ରୁ ହେଉଛି କ'ଣ ନା ଗୋଟେ କ୍ରିୟାର ମୂଳ ରୂପ ହେଉଛି କ୍ରୁ, କରିବାର ହେଉଛି ମୂଳ ରୂପ ହେଉଛି କ୍ରୁ ତବ୍ୟ, ତବ୍ୟ ହେଉଛି ପ୍ରତ୍ୟୟ, କ୍ରୁ ତବ୍ୟ ହେଲା କର୍ତ୍ତବ୍ୟ। ତଦ୍ଧିତ, ଧାତୁ ସହିତ ପ୍ରତ୍ୟୟ ମିଶିଲେ କ'ଣ ହେଲା, କୃତ୍ ପ୍ରତ୍ୟୟ, କିନ୍ତୁ ଶବ୍ଦ ସହିତ ପ୍ରତ୍ୟୟ ମିଶିଲେ ହେବ ତଦ୍ଧିତ ପ୍ରତ୍ୟୟ। ତାହେଲେ ଶବ୍ଦ ହେଉଛି କୁରୁ ଗୋଟେ ଶବ୍ଦ, ତା ସହିତ ପ୍ରତ୍ୟୟ ଲାଗିଲା ଅ। ଦଶରଥ ଗୋଟେ ଶବ୍ଦ, ଇ ଲାଗିଲା ପ୍ରତ୍ୟୟ, ଏଟା ହେଲା ଦାଶରଥୀ। ବୁଝିପାରିଲ ପିଲେ କ'ଣ କହିଲି? ଠିକ୍ ସେଇଭଳି ଭାବରେ ସ୍ତ୍ରୀ ପ୍ରତ୍ୟୟ ବିଷୟରେ ଦେଖ। ସ୍ତ୍ରୀ କହିଲା ମାତ୍ରକେ ସ୍ତ୍ରୀ ପ୍ରତ୍ୟୟ କହିଲେ ଏମିତି କିଛି ପ୍ରତ୍ୟୟ ଅଛି ଯେଉଁ ପ୍ରତ୍ୟୟ ଲାଗିବା ଦ୍ୱାରା କ'ଣ ହେବ ନା ସ୍ତ୍ରୀଲିଙ୍ଗ ଆକାରରେ ଶବ୍ଦଟା ବ୍ୟବହାର ହେଇଯିବ। ଯେମିତି କ'ଣ ହେଲା ନା ନଦୀ ସହିତ ଦୀର୍ଘେଇ ଲାଗିଲା, ଦୀର୍ଘେଇ ଲାଗିଲା ପରେ ଇଏ କ'ଣ ହେଇଗଲା ନଦୀ, ନଦୀରେ କ'ଣ ହେଲା ଦୀର୍ଘେ ଇ ହେଲା, ନଦୀ, ନଦୀରେ ଦୀର୍ଘେ ଇ ହେଲା। ତ ଏଇ ନଦୀଟା ହେଉଛି ଲତା ହେଲା, ନଦୀ, ଲତା, ଏଗୁଡ଼ା ହେଉଛି ଆମର କ'ଣ ଗୋଟେ ଗୋଟେ ନା ସ୍ତ୍ରୀ ପ୍ରତ୍ୟୟ। ବୁଝିପାରିଲ ପିଲେ କ'ଣ କହିଲେ ସ୍ତ୍ରୀ ପ୍ରତ୍ୟୟ? ତାପରେ କହିଲେ ଧାତୁ ବୟବ। ଧାତୁ ବୟବ ଦେଖ କ'ଣ ପିଲେ, ଧାତୁ ବୟବଟା ଉପରେ ଦେଖ ଟିକେ ଦେଖିଦିଅ। ସେ କହୁଛି ଧାତୁରେ ଅଙ୍ଗ ପରି ମିଶିଥିବା ପ୍ରତ୍ୟୟକୁ କ'ଣ କହିବା, ଧାତୁ ବୟବ। ଧାତୁରେ ଅଙ୍ଗ ପରି ମିଶିଥିବା, ତାହେଲେ
ମୁଁ କ'ଣ କହିଲି ହସାଇବା, ହସାଇବାରେ ହସ ଣିଞ୍ଚ ଯେଉଁ ଲେଖା ହେଇଛି ତାମାନେ ହସ ଇ ହସି ବାଟା କାର୍ଯ୍ୟ ହେଲା। ତାହେଲେ ଏଇଠି ବା ହେଉଛି ବୋଲେ ପ୍ରତ୍ୟୟ, ଣିଞ୍ଚ ଇ ଏଗୁଡ଼ାକ ହେଉଛି କ'ଣ ୟା ସହିତ ମିଶି ଯାଉଛି, କାନ୍ଦ ସହିତ ହସ ସହିତ ମିଶି ଯାଉଛି ହେଲା। ତ ୟାକୁ ଆମେ କ'ଣ କହିବା ଧାତୁ ବୟବ ପ୍ରତ୍ୟୟ ବୋଲି କହିବା। ଆଇ ହୋପ୍ ତୁମେ ବୁଝିପାରିଥିବ। ଯଦି ବୁଝିପାରୁନ ଦେନ୍ ତୁମେ ଭିଡ଼ିଓକୁ ଫାଷ୍ଟରୁ ଆଉ ଥରେ ଦେଖିପାରିବ। ବୁଝିପାରିଲ? ଆଉ ଥରେ ତୁମେ ୟାକୁ ଦେଖିପାରିବ। ବୁଝିପାରିଲ କ'ଣ କହିଲି? ତ ଆମେ ବର୍ତ୍ତମାନ ଆମେ ପଢ଼ିଲେ କ'ଣ ପ୍ରତ୍ୟୟ ବିଷୟରେ ଜାଣିଲେ ହେଲା। ଆଇ ହୋପ୍ ତୁମେ ଭଲସେ ବୁଝିପାରିଥିବ। ମୁଁ ବାର ରିପିଟ୍ ବହୁତ ଥର କରୁଛି, ତାପରେ ବି ତୁମକୁ କହୁଛି ଆଉ ଥରେ ତୁମେ ଦେଖିଦେବ। ଠିକ୍ ଅଛି। ଯେଉଁ ଜିନିଷଟା ତୁମକୁ ଲାଗୁଛି ଯେ ଏଇ ଜିନିଷଟା ସ୍କିପ୍ ହେଉଛି, ଏଇ ଜିନିଷଟା ବୁଝି ହେଉନି, ଏଇ ଜିନିଷଟା ଇଏ କରିବାର ଅଛି, ଦେନ୍ ଆଉ ଥରେ ତୁମେ ତାକୁ ରିପିଟ୍ କର। କାରଣ ମୁଁ ରିପିଟ୍ କଲେ ବହୁତ ପିଲାଙ୍କର ସମୟ ନଷ୍ଟ ହେବ। ସୋ ତୁମେ ଆଉ ଥରେ ୟାକୁ ଦେଖିପାରିବ। ତ ଏବେ ଆମେ ଜାଣିଲେ ଯେ ପଦ ପ୍ରକରଣରେ ଏଇ ଶବ୍ଦ ଗୁଡ଼ିକରେ ଯେଉଁ ୱାର୍ଡ଼ ଗୁଡ଼ାକ ରହିଲା, ଏଇ ଯେଉଁ ଶବ୍ଦ ରହିଲା, ପଦ ରହିଲା, ୱାର୍ଡ଼ ରହିଲା, ତାର ଅର୍ଥ ଗୁଡ଼ାକ ଆମେ ଜାଣିଲେ। ତ ଆମେ ବର୍ତ୍ତମାନ ଦେଖିବା ପଦର ଶ୍ରେଣୀ ବିଭାଗ। ତାହେଲେ ପଦ ଆମେ କାହାକୁ କହିଲେ ଭଲସେ ଜାଣିଲ? ପଦ ପ୍ରକରଣରେ ଗୋଟେ ୱାର୍ଡ଼ ହେଲା ପଦ। ପଦ କାହାକୁ କୁହାଯାଏ ମୁଁ କହିଲି ନା ବାକ୍ୟରେ ଯେଉଁ ଶବ୍ଦ ଅଛି, ପ୍ରିଭିୟସ୍ ଭିଡ଼ିଓ ଯଦି ଦେଖିଛ ତେଣୁ ଜାଣିଥିବ ହେଲା। ବାକ୍ୟରେ ବ୍ୟବହାର ଯଦି ଶବ୍ଦଟା ବ୍ୟବହାର ହେଲା, ବାକ୍ୟରେ ବ୍ୟବହାର କରାଯାଉଥିବା ଶବ୍ଦକୁ କ'ଣ କହିଲେ? ପଦ କହିଲେ। ଏ ପଦକୁ ଆମେ କ'ଣ କରିଛେ ନା 5 ଭାଗରେ ବିଭକ୍ତ କରିଛେ। ପଦ କ'ଣ ଜାଣିପାରିଲ? ପଦ ହେଉଛି ବାକ୍ୟରେ ବ୍ୟବହାର ହେଉଥିବା ଶବ୍ଦକୁ ପଦ କହିଲେ। ପଦ କେତେରେ ବିଭକ୍ତ ନା 5 ଭାଗରେ ବିଭକ୍ତ। ପ୍ରଥମ ଭାଗକୁ କହିଲେ ବିଶେଷ୍ୟ, ଦ୍ୱିତୀୟ ଭାଗକୁ କହିଲେ ବିଶେଷଣ, ତୃତୀୟ ଭାଗକୁ କହିଲେ ସର୍ବନାମ, ଆଉ ଚତୁର୍ଥ ଭାଗକୁ କହିଲେ ଅବୟ। ଆଶା କରୁଛି ତୁମେ 5ଟି ଯାକ ପଦର ନାଁ ମନେ ରଖିବା ପାଇଁ ଚେଷ୍ଟା କରିବ। ମୋ ସହିତ କୁହ ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ। ତୁମେ କୁହ 4ଟା। ଆଉ ଗୋଟେ କୁଆଡ଼େ ଗଲା? ଆଉ ଗୋଟେ ଏଇ ସାଇଡ଼୍ରେ ଅଛି, ଆଉ ଗୋଟେ କେଉଁଠି ଅଛି ନା ଏ ସାଇଡ଼୍ରେ ଅଛି। କ'ଣ ସେଇଟା ପିଲେ? ସେଇଟା ସ୍କ୍ରୋଲ୍ ହେଉନି, ମୁଁ ଏଇଠି ଲେଖିଦେଉଛି ହେଲା। ଆଉ ଗୋଟେ ହେଲା ପିଲେ କ'ଣ? କ୍ରିୟା। ଠିକ୍ ଅଛି। ତାହେଲେ ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ ଆଉ କ୍ରିୟା। ମୋ ସହିତ 5 ଥର କୁହ ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ, କ୍ରିୟା। ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ, କ୍ରିୟା। ସ୍କ୍ରିନ୍ ଉପରେ ଦେଖିକି 5 ଥର କହିଦିଅ ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ, କ୍ରିୟା। ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବୟ ଆଉ କ୍ରିୟା। ତାହେଲେ ଇଏ ଥିଲା ଆମର ପିଲେ କ'ଣ ଆଜିର କ୍ଲାସ୍, ଯେଉଁଦ୍ୱାରା ଆମେ ପଦ ପ୍ରକରଣ ବିଷୟରେ ଜାଣିଲେ। ନେକ୍ସଟ କ୍ଲାସ୍ରେ ଆମେ ଆଲୋଚନା କରିବା ଡିଟେଲରେ ବିଶେଷ୍ୟ କାହାକୁ କୁହାଯାଏ, ତାର ଭାଗ କ'ଣ କ'ଣ, ତାକୁ ସାରି ସାରିଲା ପରେ ପଢ଼ିବା ବିଶେଷଣ ବିଷୟରେ, ତାପରେ ଜାଣିବା ସର୍ବନାମ ବିଷୟରେ, ତାପରେ ଅବୟ, ଆଉ ତାପରେ ଆମେ ପଢ଼ିବା କ୍ରିୟା ବିଷୟରେ। ଆଇ ହୋପ୍ ତୁମେ ଆଜିର କ୍ଲାସ୍କୁ ଭଲସେ ଏନ୍ଜୟ କରିଥିବ, ଭଲସେ ପଢ଼ିଥିବ, ଆଉ ଏଇ ଯେଉଁ କ୍ରିଟିକାଲ ୱାର୍ଡ଼ ଗୁଡ଼ାକ ରହିଲା ତାହାର ଅର୍ଥକୁ ପୁରା ଇଜି ୱେରେ ବୁଝିପାରିଥିବ। ତ ଯଦି ଭିଡ଼ିଓ ଭଲ ଲାଗୁଛି ଦେନ୍ ଭିଡ଼ିଓକୁ ଲାଇକ୍ କର, ସାଙ୍ଗମାନଙ୍କ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କର। ଥ୍ୟାଙ୍କ ୟୁ ସୋ ମଚ୍। ଓମ୍ ନମଃ ସିଦ୍ଧମ୍।